ଢେଙ୍କାନାଳ ଜିଲ୍ଲାର ଜୋରନ୍ଦାରେ ବିଶ୍ୱ ପ୍ରସିଦ୍ଧ ମେଳା ଆୟୋଜିତ ହୁଏ। ଏହି ମେଳା ମହିମା ଧର୍ମର ପ୍ରତିଷ୍ଠାତା ମହିମା ଗୋସାଇଁଙ୍କର ମୁଖ୍ୟ ଦିବସକୁ ସ୍ମରଣ କରିବା ପାଇଁ ପାଳନ କରାଯାଏ। ମହିମା ଧର୍ମ ପାଳନକାରୀମାନେ ଶୂନ୍ୟ ବ୍ରହ୍ମ କିମ୍ବା ଆକାରଶୂନ୍ୟ ଠାକୁର ଭାବେ ପୂଜା କରନ୍ତି। ସେମାନେ ବିଶ୍ୱାସ କରନ୍ତି ଯେ ଅଲେଖ ହେଉଛନ୍ତି ବ୍ରହ୍ମାଣ୍ଡ ସୃଷ୍ଟିକର୍ତ୍ତା। ମହିମା ଗୋସାଇଁଙ୍କର ସମାଧିପୀଠ ବା ମହିମା ଗାଦିର ଚାରିଦିଗ ଏପରି ସବୁ ମନ୍ଦିର ଯଥା ଶୂନ୍ୟ ମନ୍ଦିର, ଧୂନି ମନ୍ଦିର, ଅଖଣ୍ଡ ଜ୍ୟୋତି ମନ୍ଦିର ସାମ୍ନାରେ ଧୂନି ମଣ୍ଡପରେ ଧୂନି ଓ ଝାଡ଼ବତୀ ପ୍ରଜ୍ୱଳନ କରାଯାଏ। ଭକ୍ତମାନେ ପ୍ରଚୁର ପରିମାଣରେ ଘିଅ ପ୍ରଦାନ କରନ୍ତି। ମହିମା ଗୋସାଇଁଙ୍କର ଶିଷ୍ୟ ଭୀମ ଭୋଇ ଏହି ଧର୍ମର ପ୍ରଚାର ଓ ପ୍ରସାର କରିଥିଲେ। ମହିମା ଧର୍ମର ପ୍ରଚାର ସମୟରେ ବିଭିନ୍ନ ରାଜ୍ୟର ରାଜାମାନେ ଦେଇଥିବା ଉପହାର ଯଥା ସୁନା ଚାନ୍ଦୁଆ, ସୁନାର ଛତା ଏହି ମେଳା ସମୟରେ ମହିମା ଗାଦିର ଦକ୍ଷିଣ ପାର୍ଶ୍ୱରେ ରଖାଯାଏ। ସାଧୁମାନେ ଭକ୍ତମାନଙ୍କୁ ପ୍ରସାଦ ବଣ୍ଟନ କରନ୍ତି। ଏହାକୁ ଅମଣିଆ ପ୍ରସାଦ କହନ୍ତି।